ସେଇ ଚିକେନ ତରକାରୀ ପାଇଁ ତାଙ୍କର ଟିକେ ଝଗଡା ହେଇଥିଲା। ସେଇ ଚିକେନ ସକାଶେ 100 ଟଙ୍କା ପଇସା ଦେଇଥିଲେ ଚିକେନ ଆଣିବା ପାଇଁ। ଚିକେନ ଆଣି ନାହାନ୍ତି, ସେଥିପାଇଁ ମୁଁ ରାତିରେ କାମରେ ଯେମିତି ଆସିଲି ଝଗଡ଼ା ଝାଣ୍ଟି ଟିକେ ହେଇଗଲୁ। ଧନିଆନାଳି ମୁଣ୍ଡା ସାହିରେ ଚିକେନ ପାଇଁ ସ୍ୱାମୀର ଚପଡ଼ା ମାଡ଼ରେ ସ୍ତ୍ରୀ ମୃତ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ଥାନା ଷଡ଼ଙ୍ଗୀ ଧନିଆନାଳି ମୁଣ୍ଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରକୁ ଚିକେନ ନ ଆଣିବାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁ ସ୍ତ୍ରୀର ହାତ ଧରି 17 ବର୍ଷରୁ ଉର୍ଦ୍ଧ୍ୱ ସମୟ ସଂସାର କରିଥିଲା ଓ 4ଟି ସନ୍ତାନର ମାତା ପିତା ହୋଇଥିଲେ, ସେ ସବୁ ଭୁଲି ଅତ୍ୟଧିକ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଜେନା ପିଙ୍ଗୁଆ ସ୍ତ୍ରୀ କୁନି ପିଙ୍ଗୁଆଙ୍କୁ ଏକ ଶକ୍ତ ଚଟକଣି ମାରିଥିଲା, ଯେଉଁଥିରେ ଘଟଣାସ୍ଥଳରେ ସ୍ତ୍ରୀ କୁନି ପିଙ୍ଗୁଆଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିଲା। ଖବର ପାଇ ଗଅଁଦିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ସ୍ୱାମୀ ଜେନା ପିଙ୍ଗୁଆକୁ ଗିରଫ କରିଛି ପୋଲିସ। ତା ସହିତ କେଉଁ ପରିସ୍ଥିତିରେ ମହିଳାଙ୍କର ମୃତ୍ୟୁ ହେଲା ତାହା ତଦନ୍ତ ଜାରି ରଖିଛି ପୋଲିସ। ସିଏ ହେଲେ ଭେଣୀ, ଇଏ ହେଲେ ମୋର ଦେଇ ଭଉଣୀ ଭଉଣୀ। ଘଟଣାଟି ଆମେ ଏତେ ଜାଣିନୁ। ମତେ କହିଲେ ରାତି 11ଟା ବେଳେ ମତେ ଫୋନ କରିକି କହିଲେ ଆଉ ତମ ଭଉଣୀର ଡେଥ୍ ହେଇଯାଇଛି, ତମେ ଆସ। ତାପରେ ରାତି 11ଟା ଟାଇମରେ ଆସି ହବନି। ତାପରେ କହିଲେ ହଉ କାଲି ସକାଳକୁ ଯିବା ଆଉ। ତାପରେ ଆଜି ସକାଳ କେନ୍ଦ୍ରାପଡ଼ାରୁ ସକାଳେ ଆମେ ବାଇକରେ ଆଇଲି। ବାଇକରେ ମୁଁ ଆସିଲି, ମୋ ମାନେ ଅଟୋରେ ଆସିଲେ। ଅଟୋ ଆସିକି ଏଇଠି ଦେଖିଲା ବେଳକୁ ସତରେ ଦେଇ ମୃତ ହେଇଯାଇଛି, ଡେଥ୍ ହେଇଗଲାଣି। ତାପରେ ପଚାରିଛି କି କେମିତି କଣ ହେଲା, ନା ସେ କେହି କିଛି କହିପାରୁନାହାନ୍ତି। ତାପରେ ପଚାରିଲୁ, କହିଲେ ନାଇଁ ଚିକେନ ସକାଶେ 100 ଟଙ୍କା ପଇସା ଦେଇଥିଲେ ଚିକେନ ଆଣିବା ପାଇଁ। ଚିକେନ ଆଣି ନାହାନ୍ତି, ସେଥିପାଇଁ ମୁଁ ରାତିରେ କାମରେ ଯେମିତି ଆସିଲି ଝଗଡ଼ା ଝାଣ୍ଟି ଟିକେ ହେଇଗଲୁ। ଏଇ ଖବରଟେ ପାଇଲି ମୁଁ। ତାପରେ ଅଣ୍ଡା ତରକାରୀ କରିଦେଲେ, ଅଣ୍ଡା ଖାଇ ଦେଇକି ଶୋଇଛନ୍ତି ତ। ଏତିକି କଥାଟା ମୁଁ ପାଉଛି ତାଙ୍କ ପାଖରୁ ଶୁଣିବା ପାଇଁ। ଚିକେନକୁ ନେଇ ସେ କଣ ପାଟିତୁଣ୍ଡ ହେଇଥିଲା। ଚପଡ଼ାଟେ ମାରିଦେଲା ବୋଲି? ଆଜ୍ଞା, କଣ ଚପଡ଼ାଟେ ମାରିଦେଲେ? ଚାପଡ଼ାଟେ, ହଁ, ଚାପଡ଼ା ଟିକେ ମାରି ଦେଇଥିଲେ ବୋଲି କହୁଛନ୍ତି। ତାପରେ ଚାପଡ଼ା ସତରେ ମାରିଛି କି କଣ କରିଛି ସେଟା ମୁଁ କହିପାରିବିନି ନା। ଯେତିକି ତାଙ୍କ ପାଟିରୁ ବାହାରୁଛି ଭାଷାଟା ସେତିକି ଆମେ। କିନ୍ତୁ ଚିକେନକୁ ନେଇ ଝଗଡ଼ା ହେଇଥିଲା। ଚିକେନକୁ ନେଇକି ଝଗଡ଼ା ହେଇଛି। କଣ ଭାବୁଛ, ମାରି ଦେଇଛନ୍ତି ନା ସେ ନିଜେ? କଣ କହିବି ଆଉ, ଦେଖି ସାରିଲି ତ ଆଉ ମାରି ଦେଇଛନ୍ତି କି କଣ କରିଛନ୍ତି, ମୁଁ କେମିତି ଆଉ କହିବି ଆଉ। ମୁଁ ଘରେ ବି ନଥିଲି, ମୋ ବାପ ଘରକୁ ଯାଇଥିଲି ବାହାଘର। ଆଉ ମୁଁ ସକାଳକୁ ଖବର ପାଇଲି ଯେମିତି ଆସିଲି। କଣ ଖବର ପାଇଲେ? ନାଇଁ ତମ ଯା ନାହିଁ ବୋଲି କହିଲା ଯେ ଆସିଲୁ ଆମେ। ସିଏ ବଡ। କଣ କଣ ଘଟଣା ହେଇଥିଲା ତାଙ୍କର ମୃତ୍ୟୁ ହେଲା? ଯାହା ଶୁଣିବାକୁ ମିଳୁଛି ସେଇ ଚିକେନ ତରକାରୀ ପାଇଁ ତାଙ୍କର ଟିକେ ଝଗଡା ହେଇଥିଲା। ସେଇ ସେତିକି ମୁଁ ଶୁଣିଛି, ଆଉ ନହେଲେ ମୁଁ ଶୁଣିନି। ତାଙ୍କ ପିଲା ଛୁଆ କେତୋଟି? 4ଟି। ଘରେ ସମସ୍ତେ ଥିଲେ? ନାଇଁ, ସାନ ପୁଅ ଥିଲା। ଆଉ ଘରେ ତାଙ୍କ ବାପା ମା? ବାପା ଅଛନ୍ତି, ମା ଚାଲି ଯାଇଛନ୍ତି ଆଗରୁ। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ।